ଆଜିକାଲି କୋଟିପତି ହେବା ପାଇଁ ସମସ୍ତଙ୍କର ଇଚ୍ଛା। ରାତାରାତି ବଡ଼ଲୋକ ହେବା ପାଇଁ ଲୋକମାନେ ଅନେକ କିଛି ଉପାୟ କରୁଛନ୍ତି। ଲୋକମାନେ ଏଇଥିପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ନିବେଶ ମଧ୍ୟ କରୁଛନ୍ତି। ତେବେ ଏହିସବୁ ଭିନ୍ନ ଭିନ୍ନ ମାଧ୍ୟମ ମଧ୍ୟରୁ SIP ଗୋଟିଏ ମାଧ୍ୟମ। SIP ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ଆପଣ କୋଟିପତି ହୋଇପାରିବେ। SIP ହେଉଛି ସୁରକ୍ଷିତ ଭବିଷ୍ୟତର ଗୋଟିଏ ବେଷ୍ଟ ବିକଳ୍ପ। ଚାଲନ୍ତୁ ଜାଣିବା କୋଟିପତି ହେବାର ମନ୍ତ୍ର। ମାତ୍ର 1000 ଟଙ୍କା ନିବେଶ କରି ଆପଣ କୋଟିପତି ହୋଇପାରିବେ। ଚାଲନ୍ତୁ ଜାଣିବା ଏହା କିପରି ହୋଇଥାଏ। ଆପଣ ଏମିତି ସେଭିଂ ଓ ଇନଭେଷ୍ଟମେଣ୍ଟର ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆପଣଙ୍କର ଲାଇକ୍, ସେୟାର ଓ ସବସ୍କ୍ରାଇବ ମୋତେ ଆଗକୁ ଏମିତି ଭଲ ଭଲ ଭିଡ଼ିଓ ଆଣିବାରେ ପ୍ରୋତ୍ସାହନ କରିବ। ଚାଲନ୍ତୁ ଡେରି ନ କରି ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମେ ଜାଣିବା ମ୍ୟୁଚୁଆଲ ଫଣ୍ଡରେ SIP କ'ଣ। SIP ହେଉଛି ନିବେଶର ଏକ ମାଧ୍ୟମ ଯେଉଁଥିରେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଆମାଉଣ୍ଟର ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ନିବେଶ ହୋଇଥାଏ। ଏହା ଏକ ଅଟୋମେଟେଡ୍ ପ୍ରୋସେସ୍ ଅଟେ। ଯଦି ଥରେ OTM ବା ୱାନ୍ ଟାଇମ୍ ମ୍ୟାଣ୍ଡେଟ୍ ସେଟ୍ କରିଦିଅନ୍ତି ତାହେଲେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଆମାଉଣ୍ଟର ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଅଟୋମେଟେଡ୍ ଜମା ହୋଇଯାଇଥାଏ। ଭାରତରେ ମ୍ୟୁଚୁଆଲ ଫଣ୍ଡରେ SIP ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ମାଧ୍ୟମରେ ଆମେ ଡିସିପ୍ଲିନ୍ ୱେରେ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟମେଣ୍ଟ କରିଥାଉ। ଆଉ ଗୋଟିଏ ଇମ୍ପୋର୍ଟାଣ୍ଟ କଥା ହେଉଛି ଯେ ଏହା କମ୍ପାଉଣ୍ଡିଂ ମାଧ୍ୟମରେ ଆପଣଙ୍କର ଛୋଟ ଛୋଟ ସଞ୍ଚୟ, ଯେପରିକି ପ୍ରତି ମାସରେ 1000 ଟଙ୍କା ସଞ୍ଚୟ କରୁଛନ୍ତି, ବାର୍ଷିକ 10% ଷ୍ଟେପ୍ ଅପ୍ କରୁଛନ୍ତି, ତାହେଲେ ଆପଣ 31 ବର୍ଷରେ 12% ରେଟ୍ ଅଫ୍ ଇଣ୍ଟରେଷ୍ଟ ହିସାବରେ 1 କୋଟିରେ ପହଞ୍ଚି ପାରିବେ। ଏହା କିଭଳି ସମ୍ଭବ ହୋଇଥାଏ ବା ପାୱାର ଅଫ୍ କମ୍ପାଉଣ୍ଡିଂ କ'ଣ, ଚାଲନ୍ତୁ ଗୋଟିଏ ଛୋଟିଆ ଷ୍ଟୋରି ମାଧ୍ୟମରେ ଜାଣିବାକୁ ଚେଷ୍ଟା କରିବା। ଗୋଟିଏ ଗ୍ରାମରେ ଜଣେ ବ୍ରାହ୍ମଣ ରହୁଥିଲେ। ସେ ବେଦ, ସାହିତ୍ୟ ଓ କବିତାରେ ବହୁତ ବଡ଼ ମହାରଥୀ ଥିଲେ। କିନ୍ତୁ ସେ ନିଜର ଦୈନିକ ଗୁଜୁରାଣ ମେଣ୍ଟାଇବା ପାଇଁ କିଛି କରୁନଥିଲେ। ସେଇଥିପାଇଁ ତା ସ୍ତ୍ରୀ, ପିଲାଛୁଆ ଭୋକ ଉପାସରେ ଦିନ କାଟୁଥିଲେ। ପଣ୍ଡିତ ଜଣକ ଭାବିଲେ ଯେ ମୁଁ ରାଜାଙ୍କ ପାଖକୁ ଯାଇ ସାହାଯ୍ୟ ମାଗିବି। ସେ ତା ପରଦିନ ହିଁ ରାଜାଙ୍କ ପାଖକୁ ଯିବାକୁ ବାହାରି ପଡ଼ିଲେ। ରାଜାଙ୍କ ପାଖକୁ ଯାଇ ସେ ନିଜର ପଣ୍ଡିତ ପାଠ, ବେଦ, ସାହିତ୍ୟ, କବିତା ପଢ଼ିବାରେ ଲାଗିଲେ। ରାଜା ବି ଜଣେ ସାହିତ୍ୟ ପ୍ରେମୀ ଥିଲେ। ତେଣୁ ସେ ପଣ୍ଡିତଙ୍କ ବିଦ୍ୟାରେ ଖୁସି ହେଲେ ଓ ନିଜ ଇଚ୍ଛା ମୁତାବକ ଉପହାର ମାଗିବାକୁ କହିଲେ। ପଣ୍ଡିତ ଜଣକ ଶତରଞ୍ଜ ବା ଚେସ୍ ଆଡ଼କୁ ଇସାରା କରି କହିଲେ ଯେ ଯଦି ଆପଣ ଶତରଞ୍ଜର ଗୋଟିଏ ବାକ୍ସରେ ଗୋଟିଏ ଚାଉଳ ଓ ଦ୍ୱିତୀୟ ବାକ୍ସରେ ଏହାକୁ ଦ୍ୱିଗୁଣ କରିଦେବେ ମୁଁ ଅଧିକ ଖୁସି ହେବି। ଏହା ହିଁ ମୋର ଉପହାର। ରାଜା କହିଲେ, କି ମୂର୍ଖ ଲୋକ ତମେ! ତମେ ଚାହିଁଲେ ମୋତେ ସୁନା, ରୂପା, ଅଳଙ୍କାର ମାଗି ପାରିଥାନ୍ତ। ଠିକ୍ ଅଛି, ଯଦି ତମର ଚାଉଳ ନେବାର ଅଛି ତାହେଲେ ଚାଉଳ ନେଇ ତୁମ ଗାଁକୁ ତମେ ପ୍ରସ୍ଥାନ କର। ରାଜାଙ୍କ ଲୋକମାନେ ଚାଉଳ ରଖିବା ଆରମ୍ଭ କରିଦେଲେ। ପ୍ରଥମ ବାକ୍ସରେ ଗୋଟିଏ, ଦ୍ୱିତୀୟ ବାକ୍ସରେ 2ଟି, ତୃତୀୟରେ 4ଟି, ଚତୁର୍ଥରେ 8ଟି। ଯେତେବେଳେ 10 ନମ୍ବର ବାକ୍ସରେ ଚାଉଳ ରଖିବା ଆରମ୍ଭ କଲେ ସେଥିରେ 512 ଚାଉଳ ଦେବାକୁ ପଡ଼ିଲା। 20 ନମ୍ବର ବକ୍ସରେ 5,24,288 ଚାଉଳ ହୋଇଗଲା। ଏମିତି ଅଧା ଶତରଞ୍ଜ ଆସିଲା ବେଳକୁ 32 ନମ୍ବର ବକ୍ସରେ ଚାଉଳ ସଂଖ୍ୟା 214,74,83,648 ହୋଇଗଲା। ଜଲ୍ଦି ହିଁ ଏହି ସଂଖ୍ୟା ଆରବ ଖରବକୁ ଛୁଇଁବାରେ ଲାଗିଲା। ଶେଷରେ ରାଜାଙ୍କୁ ନିଜର ରାଜ୍ୟ ସେହି ଚତୁର କବିଙ୍କୁ ଦେବାକୁ ପଡ଼ିଲା। ଏହା ହିଁ ହେଉଛି ପାୱାର ଅଫ୍ କମ୍ପାଉଣ୍ଡିଂ ବା ଚକ୍ରବୃଦ୍ଧିର କାମ। ତେଣୁ ଏହି ଚକ୍ରବୃଦ୍ଧି ମାଧ୍ୟମରେ ହିଁ SIP ମାଧ୍ୟମରେ ଆମେ ମାସକୁ 1000 ଟଙ୍କା ନିବେଶ କରି 31 ବର୍ଷରେ 1 କୋଟି କରିପାରିଥାଉ। ଲାଷ୍ଟ 10 ବର୍ଷରେ ମ୍ୟୁଚୁଆଲ ଫଣ୍ଡର ରିଟର୍ନ ଇଣ୍ଡିଆରେ 13ରୁ 15% ଅଛି। ଚାଲନ୍ତୁ ଆମେ 13% ହିସାବରେ କାଲକୁଲେସନ୍ କରିବା। ଯଦି ଆପଣ ମନ୍ଥଲି 1000ର SIP କରୁଛନ୍ତି ଓ ବାର୍ଷିକ 10%ର ଷ୍ଟେପ୍ ଅପ୍ କରୁଛନ୍ତି, ତାହେଲେ ଆପଣ 31 ଇୟର୍ରେ 1,07 ଲାଖରେ ପହଞ୍ଚି ପାରିବେ। ଯଦି ଆପଣ 2000ର SIP କରୁଛନ୍ତି ଓ ଇୟର୍ଲି 10% ଷ୍ଟେପ୍ ଅପ୍ କରୁଛନ୍ତି, ତାହେଲେ ଆପଣ କେବଳ 26 ଇୟର୍ରେ ହିଁ 1,03,00,000ରେ ପହଞ୍ଚି ପାରିବେ।
ଯଦି ଆପଣ ମାସିକ 5,000 ଟଙ୍କାର SIP କରୁଛନ୍ତି ଓ ବାର୍ଷିକ 10% ଷ୍ଟେପ୍ ଅପ୍ କରୁଛନ୍ତି, ତାହେଲେ ଆପଣ କେବଳ 20 ବର୍ଷରେ ହିଁ 1,02,00,000 ଟଙ୍କାରେ ପହଞ୍ଚି ପାରିବେ। ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ SIP କରୁଛନ୍ତି, ତାହେଲେ ଆପଣ ଧୈର୍ଯ୍ୟବାନ ହେବା ନିହାତି ଦରକାର। କାରଣ ଆପଣ ଯଦି 20ରୁ 25 ବର୍ଷ ଧୈର୍ଯ୍ୟର ସହ ଇନଭେଷ୍ଟମେଣ୍ଟ କରିବେ, ତାହେଲେ ଆପଣ ଗୋଟିଏ ଭଲ ରିଟର୍ନ ପାଇପାରିବେ। ଇନଭେଷ୍ଟମେଣ୍ଟର ଆରମ୍ଭରେ ବା 4ରୁ 5 ବର୍ଷ ଭିତରେ ଏହା ବହୁତ କମ୍ ଇଣ୍ଟରେଷ୍ଟ ଦେଖାଇଥାଏ ବା ବେଳେବେଳେ ଏହା ନେଗେଟିଭ ଫଣ୍ଡ ବାଲାନ୍ସ ଦେଖାଇଥାଏ। କିନ୍ତୁ ଧୀରେ ଧୀରେ ଏହା ପ୍ରଫିଟ୍ ଦେଖାଇବା ଆରମ୍ଭ କରିଥାଏ ଓ ଲଙ୍ଗ ଟର୍ମରେ ଏହା କମ୍ପାଉଣ୍ଡିଂ ମାଧ୍ୟମରେ ବହୁତ ଭଲ ରିଟର୍ନ ଦେଇଥାଏ। ଯଦି ଆପଣ ମ୍ୟୁଚୁଆଲ ଫଣ୍ଡ ବିଷୟରେ ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି, ତାହେଲେ କମେଣ୍ଟସ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟମେଣ୍ଟ କରିବାକୁ ବି ଚାହୁଁଛନ୍ତି, ତାହେଲେ ଆପଣ ମୋ ସହ ଯୋଗାଯୋଗ କରିପାରିବେ। କାରଣ ମୁଁ ଜଣେ ସେବି ରେଜିଷ୍ଟର୍ଡ ମ୍ୟୁଚୁଆଲ ଫଣ୍ଡ ଆଡଭାଇଜର। ଆପଣ ମୋ ନମ୍ବର ଡେସ୍କ୍ରିପସନରେ ବା ସ୍କ୍ରିନରେ ପାଇପାରିବେ। ହଁ, ଯେଉଁମାନେ ମ୍ୟୁଚୁଆଲ ଫଣ୍ଡ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏହି ଭିଡ଼ିଓଟି ଆପଣ ସେୟାର କରିପାରିବେ। ଆପଣଙ୍କର ବହୁତ ସାରା ଲାଇକ୍, ସବସ୍କ୍ରାଇବ୍ ଓ ସେୟାର ମୋତେ ଆଗକୁ ଏମିତି ଇଣ୍ଟରେଷ୍ଟିଂ ଭିଡ଼ିଓ ଆଣିବାରେ ପ୍ରୋତ୍ସାହନ କରିବ। ନମସ୍କାର, ଜୟ ଜଗନ୍ନାଥ।